ମାଣ୍ଡିଆ ଦୂର କରୁଛି କର୍କଟ, ହୃଦରୋଗ, ମଧୁମେହ। ମାଣ୍ଡିଆରେ ରହିଛି ପ୍ରଚୁର ଫାଇବର। ଏହା ଏବେ ଧନୀଙ୍କ ଖାଦ୍ୟ ହୋଇଯାଇଛି। ଆଜିକାଲି ମାଣ୍ଡିଆ ବିଭିନ୍ନ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଷ୍ଟୋର ଗୁଡିକରେ ମିଳୁଛି। ମାଣ୍ଡିଆରେ ଏମିତି ଅନେକ କିଛି ଅଛି ଯାହା ମାନବର ପୋଷଣ ପାଇଁ ଜରୁରୀ। ମାଣ୍ଡିଆରେ ଅନେକ ପ୍ରକାରର ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର ରହିଛି। ଏହା ସହିତ ଏଥିରୁ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ, ଯେଉଁଥିରେ କର୍କଟ ବିରୋଧୀ ଗୁଣ ମଧ୍ୟ ରହିଥାଏ। ମାଣ୍ଡିଆ ଯେଉଁଥିରେ ରହିଛି ଫାଇବର, ଏହା ଗୋଟିଏ ଏଭଳି ଖାଦ୍ୟ ଯାହା ସାରା ବିଶ୍ୱରେ ଆଦୃତ ଲାଭ କରିଛି। ଏହା ପାଚନ ତନ୍ତ୍ରଠାରୁ ଆରମ୍ଭ କରି ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ବେଶ ସାହାଯ୍ୟ କରେ। ମାଣ୍ଡିଆରେ ରହିଛି ପ୍ରଚୁର ପରିମାଣରେ ଭିଟାମିନ୍ ଏ, ବି, ଫସ୍ଫରସ୍, ପଟାସିୟମ ଏବଂ କ୍ୟାଲସିୟମ। ଏହା ବ୍ୟତୀତ ଆଇରନ୍ ଓ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି ମାଣ୍ଡିଆରେ। ମାଣ୍ଡିଆକୁ ଏକ ଶକ୍ତି କେନ୍ଦ୍ରରେ ପରିଣତ କରିଥାଏ ଏହି ସମସ୍ତ ପୋଷକ ତତ୍ତ୍ୱ, ଯାହା ବିଶେଷ କରି ଜଣେ ବ୍ୟକ୍ତିର ହୃଦରୋଗ, ହାର୍ଟ ଷ୍ଟ୍ରୋକ୍, ମଧୁମେହ ଏବଂ ଉଚ୍ଚ ରକ୍ତଚାପକୁ ହ୍ରାସ କରେ। ମାଣ୍ଡିଆ ଶିଶୁଠାରୁ କିଶୋରଙ୍କର ବିକାଶରେ ବେଶ ସହାୟକ। ଏହାଦ୍ୱାରା କୁପୋଷଣ ସମାଧାନ ହୋଇଥାଏ ଜଣେ ସୁସ୍ଥ ବ୍ୟକ୍ତିଙ୍କର। ସେହିଭଳି ମଧୁମେହ ରୋଗୀଙ୍କ ପାଇଁ ମାଣ୍ଡିଆ ବେଶ ଭଲ, କାରଣ ମିଲେଟରେ ଥିବା ମ୍ୟାଗ୍ନେସିୟମ ପରିମାଣ ମଧୁମେହକୁ ରୋକିବାର ସହାୟକ। ଏହା ଇନ୍ସୁଲିନର ସ୍ତରକୁ ମଧ୍ୟ ସନ୍ତୁଳିତ କରିଥାଏ। ବର୍ଷର ସବୁ ଋତୁରେ ମାଣ୍ଡିଆ ଚାଷ କରାଯାଇପାରେ। ମିଲେଟ କହିଲେ ଆମେ ଓଡ଼ିଶାରେ ମୁଖ୍ୟତଃ ମାଣ୍ଡିଆ, ବାଜରା, କୋଦୋ ଓ ସୁଆଙ୍କୁ ବୁଝୁ। ଶସ୍ୟ ଜାତୀୟ ସମସ୍ତ ଛୋଟ ଛୋଟ ମଞ୍ଜି ଥିବା ଫସଲକୁ ମିଲେଟ କୁହାଯାଏ। ଏହା ବିଶ୍ୱର ଜନଜାତି ଅଞ୍ଚଳରେ ଖୁବ୍ ପ୍ରସିଦ୍ଧ, ମାତ୍ର ଏହାର ବଜାରରେ ଚାହିଦା କମ୍। ସ୍ୱାସ୍ଥ୍ୟକର ହୋଇଥିବାରୁ ଏବେ ପୁନର୍ବାର ଏହାର ଚାହିଦା ବଢିବାରେ ଲାଗିଛି। ଏବେ ମିଲେଟର ଚାହିଦା ବଢିବାରୁ ଭାରତ ଏବଂ ଅନ୍ୟ ରାଷ୍ଟ୍ରମାନଙ୍କରେ ମିଲେଟ ଦ୍ୱାରା ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ପ୍ରକାରାନ୍ତରେ ଭାରତ ଦ୍ୱିତୀୟ ମଧୁମେହ ରାଷ୍ଟ୍ର ଭାବରେ ନାମୀ, ତେଣୁ ଏହି ଦିଗରେ ମଧ୍ୟ ମିଲେଟ ବେଶ ଉପକାରୀ। ସେଥିରେ ପ୍ରଚୁର ମାତ୍ରାରେ ତନ୍ତୁ, ମ୍ୟାଗ୍ନେସିୟମ, ଫସ୍ଫରସ୍, ଲୌହ, କ୍ୟାଲସିୟମ, ଆଇରନ୍, ପଟାସ ଇତ୍ୟାଦି ଭରି ରହିଥାଏ।